ନୂଆ ବର୍ଷର ମିଳିବ ସିଏମ୍ କିଷାନର 2000 ଟଙ୍କା। ଏହାକୁ ନେଇ ଜାରି ହେଲା ଏକ ନୂଆ ସୂଚନା। ଭିଡିଓରେ ଜାଣିବା କେଉଁ ତାରିଖରେ ମିଳିବ, କେଉଁମାନଙ୍କୁ ମିଳିବ। ଆପଣ ଜାଣିଥିବେ ଏବେ ପିଏମ୍ କିଷାନ ଯୋଜନା ଅଧୀନରେ 21ତମ କିସ୍ତିର ଟଙ୍କା ନଭେମ୍ବର 19 ତାରିଖରେ ମିଳିସାରିଛି। ଏହି ମଧ୍ୟରେ ଆସିବାକୁ ଯାଉଛି ସିଏମ୍ କିଷାନ ଅର୍ଥାତ୍ ରାଜ୍ୟ ସରକାରଙ୍କ ତରଫରୁ ଆଉ 2000 ଟଙ୍କା। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଆପଣ ଜାଣିଛନ୍ତି ପୂର୍ବ ସରକାର ଥିବାବେଳେ ଅର୍ଥାତ୍ ନବୀନ ସରକାର ସମୟରେ ଲାଗୁ ହୋଇଥିଲା କାଳିଆ ଯୋଜନା। ଏବେ ନୂଆ ସରକାର ଆସିବା ପରେ ଅର୍ଥାତ୍ ମୋହନ ସରକାର ଏହାକୁ ସିଏମ୍ କିଷାନ ଯୋଜନାରେ ମଧ୍ୟ ନାମକରଣ କରିଛନ୍ତି। ଅର୍ଥାତ୍ ଏବେ ରାଜ୍ୟ ସରକାରଙ୍କ ତରଫରୁ ସିଏମ୍ କିଷାନ ଯୋଜନା ଅଧୀନରେ ବାର୍ଷିକ 2ଟି କିସ୍ତିରେ 2,000 କରି 4,000 ମଧ୍ୟ ମିଳିସାରିଛି। ଆପଣ ଜାଣିଥିବେ ଏବେ ପିଏମ୍ କିଷାନରେ 21ତମ କିସ୍ତିର ଟଙ୍କା ମିଳିଛି। ହେଲେ ଏବେ ବି ଅନେକ ହିତାଧିକାରୀ ଖାତାରେ ଏହି ଟଙ୍କା ମଧ୍ୟ ଜମା ହୋଇନାହିଁ। ଏହି ମଧ୍ୟରେ ସରକାରଙ୍କ ତରଫରୁ ଆସିଲା ଆଉ ଏକ ବଡ଼ ଘୋଷଣା। ଆସିବାକୁ ଯାଉଛି ସିଏମ୍ କିଷାନର 2,000 ଟଙ୍କା। ତେବେ ଯଦି ଆପଣ ଭାବୁଥିବେ ଏହି ଟଙ୍କା କେବେ ମିଳିବ ଆଉ କାହାକୁ ମିଳିବ, ତେବେ ଜାଣି ରଖନ୍ତୁ ସବୁଠାରୁ ବଡ଼ କଥା, ସିଏମ୍ କିଷାନରେ ଏବେ ବି ଆଉ ମାତ୍ର 3 ରୁ 4 ଦିନ ବାକି ଅଛି। ଅର୍ଥାତ୍ ଆପଣ ଚାହିଁଲେ ସିଏମ୍ କିଷାନରେ ଯଦି ଯୋଡ଼ି ହୋଇନାହାନ୍ତି, ନୂତନ ଆବେଦନ କରିବା ପାଇଁ ଚାହୁଁଥିବେ, ତେବେ 31 ଡିସେମ୍ବର ପୂର୍ବରୁ ନିହାତି ଭାବରେ ଆବେଦନ କରାଇ ଦିଅନ୍ତୁ। ନଚେତ ଆପଣ ଆଉ ମଧ୍ୟ ଏଥିରେ ସାମିଲ ହୋଇପାରିବେନି ବା ଆଗାମୀ ଆସିବାକୁ ଥିବା ଟଙ୍କା ମଧ୍ୟ ଆପଣ ବି ପାଇପାରିବେ ନାହିଁ। ତେବେ ନିହାତି ଭାବରେ ଜାଣି ରଖନ୍ତୁ, ଆପଣ ଆବେଦନ କରିବା ପୂର୍ବରୁ କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟ୍ରେସନ କରିବେ। ଏମିତିକି ଡିବିଟି ଏନେବଲ ଆକାଉଣ୍ଟ ନମ୍ବର ରହିଥିବା ନିହାତି ଜରୁରୀ। ଅର୍ଥାତ୍ ଆପଣଙ୍କର ଆଧାର କାର୍ଡରେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ରହିଥିବା ନିହାତି ଜରୁରୀ। କାହିଁକିନା ସରକାର ଯେଉଁ ଟଙ୍କା ପଠାଇଥାନ୍ତି, ଯାହାକି ଆଧାର କାର୍ଡ ଥ୍ରୁରେ ମଧ୍ୟ ଟଙ୍କା ପଠାଇଥାନ୍ତି। ତେବେ ଏହି କାମ କଲେ ଆପଣ ସିଏମ୍ କିଷାନରେ ଆବେଦନ କଲେ ଆପଣଙ୍କର ମଧ୍ୟ ଆପ୍ରୁଭ ହୋଇପାରିବ, ଯାହାକି ଆଗାମୀ ଆସିବାକୁ ଥିବା ସିଏମ୍ କିଷାନର 2,000 ଟଙ୍କା ମଧ୍ୟ ଆପଣ ବି ପାଇପାରିବେ। ଏହାକୁ ନେଇ ଜାରି ହେଲା ଆଉ ଏକ ବଡ଼ ଘୋଷଣା। ଏହାଛଡ଼ା ମିଳୁଥିବା ସୂଚନା ମୁତାବକ ଏ ଜାନୁଆରୀ ମାସରେ ମଧ୍ୟ ସିଏମ୍ କିଷାନର 2,000 ଟଙ୍କା ଆସିବାକୁ ଯାଉଛି। ତେବେ ଯଦି ଆପଣ ବି ଚାହିଁଲେ ଏହାର ଲିଷ୍ଟ ମଧ୍ୟ ଚେକ୍